ଆଗାମୀ 6 ମାସ ମିଥୁନ ରାଶି ପାଇଁକା କ'ଣ ରହିବ? 2026 ଜୁନ ମାସଠାରୁ 2026 ଡିସେମ୍ବର ମାସ ଯାଏଁ କେମିତି କଟିବ? ଚାକିରିରେ ବଡ଼ ସଫଳତା ପାଇବେ। ବିବାହର ସଂଯୋଗ ଦେଖାଉଛି। ଏହି ମାସରେ ଜୁନ ମାସରେ ଟିକେ ସାବଧାନ ହେଇ ଚଳନ୍ତୁ। ଦେଖିବେ ସଫଳତା ଆପଣଙ୍କ ପାଦ ଛୁଇଁବ। ସାରା ବିଶ୍ୱରେ ଆପଣ ରାଜା ପରି ରହିବେ, ଜୀବନ କାଟିବେ। ଏହି ଖାସ୍ ଉପାୟ କରନ୍ତୁ, ଦେଖିବେ ଆପଣଙ୍କ ଭାଗ୍ୟର ତାଲା ଖୋଲିଯିବ। କୋଟିପତି ରାସ୍ତାରେ ଆପଣ ଚାଲିବାକୁ ଲାଗିବେ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଶିବ ବିବାହ ଶୀତଳ ଷଷ୍ଠୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା। ତ ଜୁନ ମାସଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ମିଥୁନରେ କେଉଁ କେଉଁ ଶୁଭ ଅଛି ଚାଲନ୍ତୁ ଜାଣିବା। ଚାକିରି କ୍ଷେତ୍ର, ଆପଣ ଚାକିରିର କ୍ଷେତ୍ରରେ ଯେଉଁ ବିଫଳତା ପାଉଥିଲେ ଆଗାମୀ 6 ମାସ ଭିତରେ ଆପଣ ଚାକିରି ପାଇବେ। ବହୁତ ଭଲ ଚାକିରି ମଧ୍ୟ ପାଇବେ। ତ ଆଗାମୀ ଦିନ କେମିତି କଟିବ? ଆଗାମୀ ଦିନରେ ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ବହୁତ ଅନୁକୂଳ, ଶୁଭ ଦେଖାଉଛି। ଆପଣଙ୍କ ମନର ଆତ୍ମବିଶ୍ୱାସ ବଢ଼ିବ। କର୍ମକ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନ ସବୁ ମିଳିବ। ନୂଆ କରି କିଛି କରିବାର ଆପଣଙ୍କ ମନରେ ଉତ୍କଣ୍ଠା ଲାଭ କରିବ। ଯଦି ଆପଣ ବ୍ୟବସାୟ କରୁଛନ୍ତି, ବ୍ୟବସାୟରେ ଲାଭବାନ ହେବେ। ଆଗ ଅପେକ୍ଷା ଏବେର ଆୟ ବଢ଼ିଯିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଯଦି ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଭଲ ଉତ୍ତମ ରହିବ। ବିବାହ କେବେ ହେବ? ବିବାହ ଆପଣଙ୍କ ଯୋଗ ଗୁରୁସୁଧି ରବିସୁଧି ଯେହେତୁ ଆସିଯାଇଛି, ବିବାହ ଆଗାମୀ 6 ମାସରୁ 12 ମାସ ଭିତରେ ଠିକ୍ ହୋଇଯିବ। ଯଦି ଦେଖିବା ବିବାହ କେଉଁ ଦିଗରୁ ଆସିବ, ନୋଟ୍ କରି ନିଅନ୍ତୁ। ପୂର୍ବ ଦିଗ କିମ୍ବା ଦକ୍ଷିଣ ଦିଗ କିମ୍ବା ଦକ୍ଷିଣ ଉତ୍ତର ଦିଗରୁ ଆସିପାରେ। ଆପଣଙ୍କୁ ପ୍ରତିଦିନ ଏହି ଉପାୟ କଲେ ବିବାହ ବହୁତ ଜଲ୍ଦି ହୋଇଯିବ। ପ୍ରତ୍ୟେକ ଦିନ ଆପଣ ରୁଟି ସହିତ ଗୁଡ଼ କିଛି ଗାଈଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ନିଶ୍ଚିନ୍ତ ଭାବେ ଆପଣଙ୍କ ବିବାହ ବହୁତ ଜଲ୍ଦି ଠିକ୍ ହେଇଯିବ। ତ ଦେଖିବା ଆଗାମୀ 6 ମାସ ଭିତରେ ଆଉ କ'ଣ ସବୁ ଭଲ ରହୁଛି। ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗୁଥିବ ନିହାତି ଭାବେ ସବସ୍କ୍ରାଇବ୍ କରନ୍ତୁ। ନୂଆ ଯୋଜନା କିଛି ଆରମ୍ଭ କରିବେ, ମନରେ ଉତ୍ସାହ ବଢ଼ିଯିବ। ବହୁତ ଜଲ୍ଦି ଆପଣ ସାହସ ବାନ୍ଧି କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିବେ। ସଦାବେଳେ ନୂଆ ଭାବନା ଆପଣଙ୍କ ମନକୁ ଆସୁଥିବ, ମନରେ ଉତ୍ସାହ ଜାଗ୍ରତ କରୁଥିବ। କର୍ମକ୍ଷେତ୍ରରେ ଅଗ୍ରଗତି, ପଛ ଅପେକ୍ଷା ଅଗ୍ରଗତି କର୍ମକ୍ଷେତ୍ରରେ ଦେଖାଦେବ। ଧନ ଲାଭରେ ଯୋଗ ମଧ୍ୟ ରହୁଛି। ଆପଣଙ୍କ ଯେଉଁ ଟଙ୍କା ଲଗେଇଥିବେ ଯେକୌଣସି ଜାଗାରେ ଆସୁନାହିଁ, ତାହା ଆସିବାକୁ ଲାଗିବ। ଅଟକିଥିବା କାମ ସବୁ କରିବାକୁ ଲାଗିବେ ଆପଣ। ଏଇ 6 ମାସ ଭିତରେ ଆପଣ ଯେଉଁ ସବୁ କାମ ଅଟକି ରହିଛି, ଅଧାରୁ ରଖିଛନ୍ତି, ସେସବୁ କାମ ସାରିବାକୁ ଲାଗିବେ। ଭାଗ୍ୟର ସାଥ ମଧ୍ୟ ଆପଣଙ୍କୁ ମିଳିବ। ଆର୍ଥିକ ସ୍ଥିତି ଆପଣଙ୍କ ସୁଦୃଢ଼ ରହିବ। ନୂଆ ମିତ୍ର ଯୋଡ଼ି ହେବେ। ଶତ୍ରୁ ସଂଖ୍ୟା କମିଯିବ। ନୂଆ ମିତ୍ର ଆପଣଙ୍କୁ ମିଳିବେ। ପରିବାରରେ ଶୁଭ କାର୍ଯ୍ୟ ଆରମ୍ଭ ହେବାକୁ ଲାଗିବ। ଆପଣଙ୍କୁ ଏଇ 6 ମାସ ଭିତରେ କିଛି ନା କିଛି ଶୁଭ କାମ କରିବାକୁ ପଡ଼ିବ। ତ ଆନନ୍ଦ ଉଲ୍ଲାସରେ ଆପଣଙ୍କ ଜୀବନ ବିତିବ। ସଫଳତା ମିଳିବ, ମାନ ପ୍ରତିଭା ବଢ଼ିବ।
ଏଇ 6 ମାସ ଆପଣଙ୍କ ଜୀବନରେ ଖୁସି ଆଣିଦେବ। ଯଦି ଆପଣ ଆହୁରି କିଛି ପାଇବାକୁ ଚାହୁଁଛନ୍ତି ତାହେଲେ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଯଦି ଦେଖିବା ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ କ'ଣ, ଆପଣଙ୍କର ଭାଗ୍ୟଶାଳୀ ସବୁଜ ବାଇଗଣୀ ରଙ୍ଗ। ଯଦି ଦେଖିବା ଶୁଭ ସଂଖ୍ୟା, ଶୁଭ ଅଙ୍କ, ଭାଗ୍ୟଶାଳୀ ଅଙ୍କ ଆପଣଙ୍କର କେଉଁଠି? ଆପଣଙ୍କର ଭାଗ୍ୟଶାଳୀ ଅଙ୍କ 5। ଆପଣ ଯଦି ଗାଡ଼ି କିଣୁଛନ୍ତି ଶେଷ ଅକ୍ଷର 5 ହେଉ କି ଯଦି ତାହା ଭିତରୁ 5 ସଂଖ୍ୟାଟି ରହୁଥିବା ଦରକାର। ଭାଗ୍ୟଶାଳୀ ଦିନ କେଉଁ ବାର, ଆପଣଙ୍କର କେଉଁ ବାର ଭାଗ୍ୟଶାଳୀ ଲକି ହୋଇଥାଏ? ଆପଣଙ୍କର ଶୁଭ ବାର ବୁଧବାର। ବୁଧବାର ହେଉଛି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ, ଶୁଭ ବାର ହୋଇଥାଏ। ସଫଳତାର ଦ୍ୱିତୀୟ ଭାଗ ମୁଁ ଯଦି ଆପଣଙ୍କୁ କହିବି ଉପାୟଟି କ'ଣ, ପ୍ରତ୍ୟେକ ଦିନ ମହାମନ୍ତ୍ର ଜପ କରନ୍ତୁ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ, ସବୁଜ ପଦାର୍ଥ ଦାନ କରନ୍ତୁ, ଭାଗ୍ୟରେ ଆହୁରି ଉଜ୍ଜଳ ହେବ। ଏହି 6 ମାସ ଆପଣଙ୍କ ପାଇଁକା ଧନ ଲାଭ କରିବ। କିଛି ପାଇବାର ଆଶା ଯେଉଁ ଆପଣଙ୍କ ମନରେ କମିଯାଇଥିବ ତାହା ବଢ଼ିବାକୁ ଲାଗିବ। ଅଟକିଥିବା ଧନ ଲାଭ ମଧ୍ୟ ଆସିବ, ବିବାହ କାର୍ଯ୍ୟ ଆସିବ, ଚାକିରି କ୍ଷେତ୍ର ବହୁତ ଜଲ୍ଦି ହେଇଯିବ। ଯଦି ଆପଣ ଡିଫେନ୍ସ ଲାଇନ୍ରେ ରହୁଛନ୍ତି, ଚାକିରି ପାଇଁକା ଟ୍ରାଏ କରୁଛନ୍ତି, ବହୁତ ଭଲ ଦିନ ଆସୁଛି 6 ମାସ ଭିତରେ। ଏଇ 6 ମାସ ଭିତରେ ଆପଣ କେଉଁଠି ନା କେଉଁଠି ଚାକିରି କରିବା ପାଇଁକା ଅଫର୍ ଆସିବ। ଆଗାମୀ 6 ମାସ ଏଇଭଳି ଆପଣଙ୍କର କଟିବ, କିନ୍ତୁ ଗୁରୁବାର ଦିନ ଆପଣ ଜଗି ରଖି ଚଳିବେ। ଗୁରୁବାର ଦିନ ଆପଣ ପାଇଁକା ଅତ୍ୟନ୍ତ ଶୁଭ ହେବ ନାହିଁ। ଭିଡ଼ିଓଟି ଭଲ ଲାଗୁଥିଲେ ନିହାତି ଭାବେ ଲାଇକ୍ ସବସ୍କ୍ରାଇବ୍ କରିବେ। ରହିଲୁ, ଜୟ ଜଗନ୍ନାଥ।